ସାର ପ୍ରୟୋଗ ଏବଂ ଏହାର ସମୟ କୃଷକଙ୍କ ପାଇଁ ସରଳ ମାର୍ଗଦର୍ଶିକା। କେତେବେଳେ ସାର ପ୍ରୟୋଗ କରିବେ? ବୁଣିବା ସମୟରେ ବିହନ ଅଙ୍କୁରିତ ହେବା ଏବଂ ପ୍ରାରମ୍ଭିକ ବୃଦ୍ଧି ପାଇଁ, ବର୍ଦ୍ଧିଷ୍ଣୁ ଅବସ୍ଥାରେ ପତ୍ର ଏବଂ କାଣ୍ଡର ଶକ୍ତି ପାଇଁ, ଫୁଲ ଏବଂ ଫଳ ଦେବା ଅବସ୍ଥାରେ ଉତ୍ପାଦନ ଏବଂ ଗୁଣବତ୍ତା ପାଇଁ। କିପରି ପ୍ରୟୋଗ କରିବେ? ମାଟି ସହିତ ମିଶ୍ରଣ କରନ୍ତୁ। ସୁସ୍ଥ ଉଦ୍ଭିଦ ବିକାଶ ପାଇଁ ମୂଳକୁ ସିଧାସଳଖ ପୋଷକ ତତ୍ତ୍ୱ ପହଞ୍ଚାଇବା ପାଇଁ ଜଳସେଚନ ସହିତ ଫସଲ ଦ୍ୱାରା ଉତ୍ତମ ଦ୍ରବଣୀୟତା ଏବଂ ସହଜରେ ପୋଷକ ତତ୍ତ୍ୱ ଅବଶୋଷଣ ସୁନିଶ୍ଚିତ କରିବା ପାଇଁ ପତ୍ର ସ୍ପ୍ରେ। ପତ୍ର ମାଧ୍ୟମରେ ଶୀଘ୍ର ପ୍ରଭାବ ଏବଂ ତୁରନ୍ତ ପୋଷକ ତତ୍ତ୍ୱ ଉପଲବ୍ଧତା ପ୍ରଦାନ କରିବା ପାଇଁ। ମନେ ରଖିବାକୁ ଥିବା ବିଷୟଗୁଡ଼ିକ ଅତ୍ୟଧିକ କ୍ଷତିକାରକ। ସାରର ଅତ୍ୟଧିକ ବ୍ୟବହାର ଫସଲକୁ କ୍ଷତି ପହଞ୍ଚାଇପାରେ, ମାଟିର ଉର୍ବରତା ହ୍ରାସ କରିପାରେ ଏବଂ ପରିବେଶକୁ କ୍ଷତି ପହଞ୍ଚାଇପାରେ। ମାଟି ପରୀକ୍ଷା ପରେ ମାତ୍ରା ନିର୍ଣ୍ଣୟ କରନ୍ତୁ। ଅସନ୍ତୁଳନକୁ ଏଡ଼ାଇବା ପାଇଁ ସର୍ବଦା ମାଟି ପରୀକ୍ଷା ଫଳାଫଳ ଉପରେ ଆଧାର କରି ସଠିକ୍ ସାର ପରିମାଣ ନିର୍ଣ୍ଣୟ କରନ୍ତୁ। କେବଳ ସଠିକ୍ ସମୟରେ ସାର ପ୍ରୟୋଗ କରନ୍ତୁ। ସର୍ବାଧିକ ପ୍ରଭାବଶାଳୀତା ଏବଂ ଉତ୍ତମ ଅମଳ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ଫସଲ ପର୍ଯ୍ୟାୟରେ ସାର ବ୍ୟବହାର କରନ୍ତୁ।